ମଣିଷର ଶରୀରକୁ ବୁଝିବା ପୂର୍ବରୁ ଶରୀରର ଗଠନ, ସଂରଚନା ଏବଂ ପ୍ରଣାଳୀକୁ ବୁଝିବା ନିହାତି ଦରକାର। ମାନେ ହ୍ୟୁମାନ ବଡିର ଆନାଟମି ଆଉ ଫିଜିଓଲୋଜି ବୁଝିବା ନିହାତି ଦରକାର। ଏଥିପାଇଁ କୌଣସି ଡକ୍ଟର କିମ୍ବା ସାଇଣ୍ଟିଷ୍ଟ ହବା ଦରକାର ନାହିଁ। ନିଜକୁ ଜାଣିବା, ନିଜ ଶରୀରକୁ ଜାଣିବା ପାଇଁ ନିଜ ପ୍ରବଳ ଇଚ୍ଛା ଶକ୍ତି ବା ୱିଲ୍ ପାୱାର ଦରକାର। ଦର୍ଶକ ବନ୍ଧୁ ନମସ୍କାର। ନିରବ ଓଡ଼ିଶା ପରିବାର ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ସ୍ୱାଗତ। ମୁଁ ସଂଯୁକ୍ତ କୁମାର, ଫାଉଣ୍ଡର ଅଫ୍ ନିରବ ଓଡ଼ିଶା। ଆଜି ଏପ୍ରିଲ ମାସ 7 ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ୱାର୍ଲଡ ହେଲ୍ଥ ଡେ। ଏହାରି ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ନେଇ ଆସିଛି ନିରବ ଓଡ଼ିଶା ମାଧ୍ୟମରେ। ପ୍ରଶ୍ନ ହେଲା, ସ୍ୱାସ୍ଥ୍ୟ କାହାର? ସ୍ୱାସ୍ଥ୍ୟ ମଣିଷ ଶରୀର। ତେବେ ଆସନ୍ତୁ ଜାଣିବା ମଣିଷ ଶରୀର କୋଉଥିରେ ତିଆରି। ମଣିଷ ଶରୀର ଆରାଉଣ୍ଡ 11 ସିଷ୍ଟମ ପାଇଁ ତିଆରି ହେଇଛି, ଯେମିତିକି ଡାଇଜେସନ ସିଷ୍ଟମ, ରେସ୍ପିରେଟରୀ ସିଷ୍ଟମ, ନର୍ଭସ ସିଷ୍ଟମ ଇତ୍ୟାଦି। ଏବେ ଆସନ୍ତୁ ଜାଣିବା ସିଷ୍ଟମ ପୁଣି କାହାକୁ ନେଇ ତିଆରି ହେଇଛି। ସିଷ୍ଟମ ସବୁ ଅର୍ଗାନ ମାନଙ୍କୁ ନେଇ ତିଆରି ହେଇଛି। ଉଦାହରଣ ସ୍ୱରୂପ ଯେମିତି ଡାଇଜେସନ ସିଷ୍ଟମ ଷ୍ଟୋମାକ, ଲିଭର, ଇଣ୍ଟେଷ୍ଟାଇନ ଇତ୍ୟାଦିକୁ ନେଇ ତିଆରି ହେଇଛି। ତା ମାନେ ହେଲା ଷ୍ଟୋମାକ, ଲିଭର ଅର୍ଗାନ ବୋଲି କୁହାଯାଏ। ଏବେ ଅର୍ଗାନ ତାହେଲେ କୋଉଠୁ ତିଆରି? ଅର୍ଗାନ ଟିସ୍ୟୁ ମାନଙ୍କୁ ନେଇ ତିଆରି। ଯେତେବେଳେ ବହୁତ ଗୁଡାଏ ସେଲ ବା କୋଷ ଏକା ସାଙ୍ଗରେ ଗୋଟେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ସ୍ଥିର କରନ୍ତି, ତାଙ୍କ ସଂରଚନାକୁ ଟିସ୍ୟୁ ବୋଲି କହିଥାନ୍ତି। ଫାଇନାଲି ଆମେ କଣ ଜାଣନ୍ତି? ପୁରା ହ୍ୟୁମାନ ବଡି ସେଲ ବା କୋଷ ମାନଙ୍କୁ ନେଇ ତିଆରି ହେଇଛି। ସେଲ is called as the building block of the human body. ଦର୍ଶକ ବନ୍ଧୁ, ଆମ ଶରୀର ଭିତରେ around 30 to 37 ଟ୍ରିଲିୟନ ସେଲ ଅଛନ୍ତି। ପ୍ରତ୍ୟେକ ଟ୍ରିଲିୟନ ପାଇଁ 12ଟି ଶୂନ ଆପଣ ଲଗେଇ ପାରିବେ। ଏବେ ଆପଣ ହିସାବ କରି ଦେଖନ୍ତୁ କେତେ କୋଟି କିମ୍ବା କେତେ ଆରବ ସେଲ ଆପଣଙ୍କ ବଡି ଭିତରେ ଅଛି। ଆଶ୍ଚର୍ଯ୍ୟର ବିଷୟ ହେଲା ପ୍ରତ୍ୟେକ ସେକେଣ୍ଡରେ around 38 ଲାଖ ସେଲ ନୂଆ ତିଆରି ହେଉଛନ୍ତି ଏବଂ 1 ମିଲିୟନରୁ 4 ମିଲିୟନ ସେଲ ନଷ୍ଟ ହେଇଯାଉଛନ୍ତି। ଟୋଟାଲି ପ୍ରୋସେସକୁ ମେଟାବଲିଜିମ ବୋଲି କୁହାଯାଏ। ଦର୍ଶକ ବନ୍ଧୁ, ଆମେ ଆଜି ଟିକେ ଆମ ହାର୍ଟ ବିଷୟରେ ଜାଣିବା, ଯାହାକୁ ହୃଦଯନ୍ତ୍ର ବୋଲି କହିଥାଉ। ଆପଣଙ୍କ ବାଁ ପଟ ଛାତି ଟିକେ ହାତ ମାରି ଦେଖନ୍ତୁ, ଧପ ଧପ କରୁଛି, ତାହାର ନାଁ ହାର୍ଟ, ଯାହା ହଉଛି ଆମ ବଡିର ପମ୍ପିଂ ଅର୍ଗାନ। ଇଏ ଯେତେବେଳଠୁ ଆମେ ମା ଗର୍ଭରେ ଥିଲୁ, ଆମ ବୟସ 5 ମାସର ହେଇଥିଲା, ସେ ଗୋଟେ ଧଡ଼ ଧଡ଼ କରି ଆସୁଛି। ଏବେ ଆପଣ ନିଜ ବୟସ ଟିକେ ହିସାବ କରି ଦେଖନ୍ତୁ, 5 ମାସରୁ ଧକ ଆରମ୍ଭ କଲାଣି। ନିଜ ବୟସ କେତେ ହେଲା ହିସାବ କରି କାଲକୁଲେସନ କରନ୍ତୁ। ସେ କେମିତି ଅବିରତ, ନିରନ୍ତର, ଅନବରତ, ବିଲକୁଲ ରେଷ୍ଟ ନ ନେଇ ଚାଲିଛି। ସିଏ ଆପଣଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିନାହିଁ, ସେ ତା ଇଚ୍ଛାରେ ଚାଲିଛି। ଏବଂ ଏଇଟା ଧପ କରିବାକୁ ହାର୍ଟ ବିଟ୍ ବୋଲି କହନ୍ତି। এই হার্টবিট ଗୋଟେ ପରଫେକ୍ଟ ରିଥିମରେ ଚାଲେ, ଯାହାକୁ 60 ରୁ 70 ଟାଇମ୍ସ ପର ମିନିଟ ହେଇଥାଏ। ହାର୍ଟବିଟ୍ 24 ଘଣ୍ଟାରେ ମାନେ ଗୋଟେ ଦିନ ଭିତରେ ପାଖାପାଖି 1 ଲାଖ ଟାଇମ ହେଇଥାଏ। ଏହାରି ଭିତରେ ହାର୍ଟ ପାଖାପାଖି 2000 ଗ୍ୟାଲନ ମାନେ ପାଖାପାଖି 7500 ଲିଟର ଅଫ ବ୍ଲଡକୁ ଶରୀର ଭିତରେ ପମ୍ପିଂ କରିଥାଏ। ଆକୁ ଆନୁମାନିକ ଭାବେ ହିସାବ କରିବାକୁ ଗଲେ ଗୋଟେ 8 ଫୁଟ ବାଇ 10 ଫୁଟ ସୁଇମିଂ ପୁଲ ଭିତରେ ଭର୍ତ୍ତି କରିଦେବ ଏତିକି ବ୍ଲଡ। ହାର୍ଟର ରିଦିମ ଏବଂ ସ୍ପିଡକୁ ହାର୍ଟ ରେଟ୍ ବୋଲି କହନ୍ତି, ଯାହା ଯୋଗୁଁ ପୁରା ବଡିର ବ୍ଲଡ ପ୍ରେସର କଣ୍ଟ୍ରୋଲ ହେଇଥାଏ। ପାୱାରଫୁଲି, କଣ୍ଟିନ୍ୟୁଅସଲି, ପରସିଷ୍ଟେଣ୍ଟ। ଏବେ ଦର୍ଶକ ବନ୍ଧୁ, ଆପଣ କଣ ଭାବୁଛନ୍ତି? ଆପଣଙ୍କ ହାର୍ଟ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା କଣ ବହୁତ ଜରୁରୀ? କମେଣ୍ଟ କରନ୍ତୁ, ପ୍ରଶ୍ନ ପଚାରନ୍ତୁ, ଏହାର ଯତ୍ନ କେମିତି ନିଆଯାଇପାରିବ। ଦର୍ଶକ ବନ୍ଧୁ, ବ୍ଲଡ ପ୍ରେସର, ମାଇକ୍ରୋ ଇନଫ୍ରାକ୍ସନ, ଇସ୍କେମିକ ଷ୍ଟ୍ରୋକ ଏସବୁ ଗୋଟେ ଗୋଟେ ରୋଗର ନାଁ, ଯାହାକୁ ଆମେ ହୋଲ୍ ଟୋଟାଲ ହାର୍ଟ ଡିଜିଜ କିମ୍ବା କାର୍ଡିଓଭାସ୍କୁଲାର ଡିଜର୍ଡର କହିଥାଉ। ପୁରା ପୃଥିବୀରେ ପାଖାପାଖି 600 ମିଲିୟନ ଲୋକ
ଆଫେକ୍ଟେଡ୍ ଅଛନ୍ତି ଏ ରୋଗରେ ଏବଂ ଇଣ୍ଡିଆରେ ମଧ୍ୟ ଏହାର ସ୍ଥିତି କିଛି ଭଲ ନାହିଁ। ପାଖାପାଖି 33% ପିପୁଲ ଆଫେକ୍ଟେଡ୍ ଅଛନ୍ତି। ରୋଗ ଜନିତ ମୃତ୍ୟୁ ସଂଖ୍ୟା 19.8 ମିଲିୟନ ୱାର୍ଲଡ ୱାଇଡ ଏବଂ ଇଣ୍ଡିଆରେ ପାଖାପାଖି 27%। ତେଣୁ ମୁଁ କିମ୍ବା ଆପଣ ନିଜ ହାର୍ଟ ଏସବୁ ରୋଗ ଭିତରେ ସଚେତନ ରହିବା ଜରୁରୀ। ଏହା ଉପରେ ଜ୍ଞାନ ଆହରଣ କରିବା ଜରୁରୀ। ଏହାର ନିରାକରଣ ମଧ୍ୟ ଜାଣିବା ଜରୁରୀ। ପୁଣି ପ୍ରଶ୍ନ ପଚାରନ୍ତୁ ମତେ ଆପଣ କମେଣ୍ଟ ମାଧ୍ୟମରେ ଯେ ନିରୋଗ ଓଡ଼ିଶା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ଲାଗି ଆପଣ କଣ କଣ କାମ ସାହାଯ୍ୟ କରିପାରିବେ। ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ମୋର ଇଚ୍ଛା ଥିଲା ଆଉ କିଛି ଅର୍ଗାନ ମାନଙ୍କୁ ଏଥିରେ ଯୋଡ଼ିଥାନ୍ତି, ଅନ୍ୟ କିଛି ଡିସିଜନ ମାନଙ୍କୁ କରିଥାନ୍ତି। ଦେଖିଲା ବେଳକୁ ଭିଡ଼ିଓଟି ବହୁତ ଲମ୍ବା ହେଇଯାଉଛି। ତେଣୁ ଆମେ ନେକ୍ସଟ ଭିଡ଼ିଓ ମାନଙ୍କରେ ଅନ୍ୟ ରୋଗ ଅନ୍ୟ ଅର୍ଗାନ ମାନଙ୍କର ଇମ୍ପୋର୍ଟାନ୍ସ ବୁଝେଇବୁ ଆମେ ଆପଣଙ୍କୁ ନିରୋଗ ଓଡ଼ିଶା ଚ୍ୟାନେଲ ମାଧ୍ୟମରେ। ଆପଣ ଏ ଚ୍ୟାନେଲକୁ ୟୁଟ୍ୟୁବରେ ସବସ୍କ୍ରାଇବ କରନ୍ତୁ, ଫଲୋ କରନ୍ତୁ, ସେୟାର କରନ୍ତୁ। ନିରୋଗ ଓଡ଼ିଶା ଫେସବୁକ୍ ଇନଷ୍ଟାଗ୍ରାମ ମଧ୍ୟ ଉପଲବ୍ଧ, ତାକୁ ମଧ୍ୟ ଫଲୋ କରନ୍ତୁ। ଦର୍ଶକ ବନ୍ଧୁ ରହିଲି ଆଜି ପାଇଁ ଏତିକି, ପୁଣି ଦେଖା ହବ ଖୁବ୍ ଜଲ୍ଦି। ନମସ୍କାର।